कृष्णଙ୍କଠାରେ ମୋର ସ୍ନେହର ଭାଇ ଭଉଣୀମାନେ, ମୋର ନାମ ହେଉଛି ଫାଦର ଜେମ୍ସ ବଟମ୍। ମୁଁ ରାୟଗଡ଼ା ଡାଇସିସ୍ର ଜଣେ ଫାଦର ଯାଜକ। ଆଉ ବର୍ତ୍ତମାନ ମୁଁ ଜୟପୁର ସେଣ୍ଟ ଥୋମସ୍ କାଥୋଲିକ ଚର୍ଚ୍ଚର ପାରିଶ ପ୍ରିଷ୍ଟ ଅଛି। ଆଉ ମୁଁ ଆପଣମାନଙ୍କ ସମସ୍ତଙ୍କୁ ଗୋଟିଏ ଆନନ୍ଦର ଖୁସିର ବିଷୟ ମୁଁ ଜଣାଇବା ପାଇଁ ମୁଁ ଆସିଛି। ଏହି ଅଗଷ୍ଟ ମାସ 1 ତାରିଖରୁ ଦୈନନ୍ଦିନ ସୁସମାଚାର ଉପରେ ୟୁଟ୍ୟୁବରେ ଗୋଟିଏ ପ୍ରୋଗ୍ରାମ ମୁଁ ଦେବା ପାଇଁ ମୁଁ ଚାହୁଁଛି। ଆପଣମାନେ ସେଇ ପ୍ରୋଗ୍ରାମ ଦେଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଅଛି। ଆପଣମାନେ ସବୁଦିନ ଏହି ସୁସମାଚାର ଅଗଷ୍ଟ ମାସ 1 ତାରିଖରୁ ଆପଣମାନେ ପାଇପାରିବେ ଦୈନନ୍ଦିନ ସୁସମାଚାର ଉପରେ। ଆଉ ଏହି ପ୍ରୋଗ୍ରାମ ଆପଣମାନେ ପ୍ରତ୍ୟେକ ଦିନର ସୁସମାଚାର ତା ଆଗ ଦିନ ସନ୍ଧ୍ୟା 5ଟା ବେଳେ ଆପଣମାନେ ପାଇପାରିବେ ସୁସମାଚାରର ବ୍ୟାଖ୍ୟା। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କୁ କହିଅଛନ୍ତି, ସାରା ଜଗତକୁ ଯାଇ ସୁସମାଚାର ପ୍ରଚାର କର, ସବୁ ସୃଷ୍ଟିକୁ ସୁସମାଚାର ପ୍ରଚାର କର। ତେଣୁକରି ଆମର ଡ୍ୟୁଟି, ମୋ ସମସ୍ତଙ୍କର କର୍ତ୍ତବ୍ୟ ଅଛି ସୁସମାଚାର ପ୍ରଚାର କରିବା। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରି ମୁଁ ଏହି ମାସ୍ ମିଡ଼ିଆ ମାଧ୍ୟମରେ ମୁଁ ଏହି ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଚାହୁଁଛି। ଏହି ପ୍ରୋଗ୍ରାମର ନାମ ହେବ ଦୈନିକ ଆହାର। ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଖାଇଥିବା ପ୍ରାର୍ଥନାରେ ଆମ ସମସ୍ତଙ୍କୁ ସେ ଦୈନିକ ଆହାର ପାଇଁ ପ୍ରାର୍ଥନା କର ବୋଲିକି ଆମମାନଙ୍କୁ ଶିଖାଇଛନ୍ତି। ଦୈନିକ ଆହାର ବୋଲି କହିଲେ କେବଳ ଖାଇବା ପିଇବା ତାହା ନୁହେଁ, ସେଇ ଆହାର କେବଳ ତାହା ନୁହେଁ, କିନ୍ତୁ ଆଧ୍ୟାତ୍ମିକ ଆହାର ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବାର ଅଛି। ପ୍ରଭୁଙ୍କର ବାକ୍ୟ, ଆଉ ପ୍ରଭୁଙ୍କର ବାକ୍ୟ ଆମ ପାଇଁ ଆହାର। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ କହିଅଛନ୍ତି, ପୁରାତନ ନିୟମକୁ ଉଦ୍ଧାର କରିକି ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ଈଶ୍ୱରଙ୍କର ବାକ୍ୟ ଦ୍ୱାରା ମଧ୍ୟ ବଞ୍ଚନ୍ତି। ତେଣୁକରି ଆମେ ଈଶ୍ୱରଙ୍କର ବାକ୍ୟ ଆମେ ଗ୍ରହଣ କରିବା, ଆଉ ଆମେ ଈଶ୍ୱରଙ୍କର ବାକ୍ୟର ଆମେ ଜୀବନ ପାଇବା। ଆମେ ଦେଖିବା ଜହନ୍ର ସୁସମାଚାର 15 ଅଧ୍ୟାୟର 3 ପଦରେ ସାଧୁ ଜହନ ଆମ୍ଭମାନଙ୍କୁ କହନ୍ତି ଯେ ଯୀଶୁଙ୍କର ବାକ୍ୟ ଦ୍ୱାରା ଆମେ ପବିତ୍ର ହୋଇଅଛୁ। ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ପବିତ୍ର କରେ। ସେହିପରି ଜହନ 6 ଅଧ୍ୟାୟ 63 ପଦରେ ଜହନ କହନ୍ତି, ପ୍ରଭୁଙ୍କର ବାକ୍ୟ ଆମକୁ ଜୀବନ ଦିଏ। ପ୍ରଭୁଙ୍କର ବାକ୍ୟ ଜୀବନର ସ୍ରୋତ। ତେଣୁକରି ଆପଣମାନଙ୍କୁ ମୁଁ ଅନୁରୋଧ କରୁଅଛି, ଏହି ସୁସମାଚାର ପ୍ରଚାର ଆପଣମାନେ ଶୁଣିକି ପ୍ରଭୁଙ୍କର ଜୀବନ ଆପଣମାନେ ପାଆନ୍ତୁ, ଆଉ ପ୍ରଭୁଙ୍କର ଅନୁଗ୍ରହ ପାଆନ୍ତୁ, ସ୍ୱାସ୍ଥ୍ୟ ପାଆନ୍ତୁ, ଆଉ ଆନନ୍ଦ ଶାନ୍ତି ପାଆନ୍ତୁ। ଏହା ମୋର ଅନୁରୋଧ। ଆଉ ଆପଣମାନେ ସମସ୍ତେ ଏହି ବାକ୍ୟ ଶୁଣିକି ପ୍ରଭୁଙ୍କର ଜୀବନ ପାଇବା ପାଇଁ, ଆଉ ଗୋଟିଏ ନୂତନ ଜୀବନ ପାଇବା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ନିମନ୍ତ୍ରଣ ଦେଉଛି, ଆହ୍ୱାନ କରୁଅଛି, ୱେଲକମ୍ କରୁଅଛି। ଆଉ ଆପଣମାନେ ମୋତେ ଶୁଣିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଯୀଶୁ।